ଅଳ୍ପ ଅଳ୍ପ ତୁମ୍ଭେ କରୁଥିବ ବୃଷ୍ଟି, ତୁମ୍ଭ ଆଚ୍ଛାଦିତେ ଯୋଗ ନ ଦିଶିବ ସୃଷ୍ଟି। ଏହିପରି ଆଦେଶକୁ ଦେଇନ ଅନନ୍ତ, ଦେବକୀ ଗର୍ଭରୁ ସେଇ ହୁଅନ୍ତି ଅଦ୍ଭୁତ। ଭାଦ୍ରବ ଆଶିତ ପକ୍ଷ ଅଷ୍ଟମୀ ତିଥିରେ, ରୋହିଣୀ ନକ୍ଷତ୍ର ଯୁକ୍ତ ରାତ୍ରର ଅର୍ଦ୍ଧରେ, ଏହିପରି ସମୟରେ ଦେବ ଭଗବାନ ଦେବକୀ ଗର୍ଭରୁ ହେଉଅଛନ୍ତି ଜନମ। କାତରେ ଦେବକୀ ବୋଲେ ସ୍ୱାମୀଙ୍କ ଆଗରେ, ଉଦର ବଥାଉ ଅଛି ଜାଣ ଯେ ମୋହରେ, ନପାରିବି ସହି ଆଉ ଗର୍ଭର ବେଦନା, ବେଳୁ ବେଳୁ ଅସହ୍ୟ ହେଉଛି ଯନ୍ତ୍ରଣା। ବସୁଦେବ ବୋଲେ ଏହା ସ୍ମରୁଥାଅ ହରି, ଏହି କ୍ଷଣେ ନାରାୟଣ କରିବେ ତ ପାରି। ଦେବକୀ ବସୁଦେବ ଯେ ହରି ସୁମରିଲେ, ହରି ହରି ସୁରମରନ୍ତେ ଗର୍ଭରୁ ଜନ୍ମିଲେ। ଓ ନାରାୟଣ ହରି ବୋଲ ହରି ବୋଲ ହରି। ଯେଉଁ ବନ୍ଦୀ ଘରେ ସବୁବେଳେ ଅନ୍ଧକାର, ସେହି ବନ୍ଦୀ ଘରେ ବି ଯେ କଲେ ଦେବ ଦାମୋଦର। ଚନ୍ଦ୍ର ସୂର୍ଯ୍ୟ ଉଦୟ କି ହୋଇଲା ସେ ଘର, ଏମନ୍ତ ସରୁଦ ଦିଶେ ବନ୍ଦୀ ଘର ଦ୍ୱାର। ହୀରା ଲୀଳା ମାଣିକ୍ୟ ଯେ ଶୁଭେ ଚଉକତି, ଅମରାବତୀ ସଦୃଶ୍ୟ ହୁଅଇ ପ୍ରତୀତି। ଦେବକୀ ଦେବ ଗଳାରେ ଯେ ଝିଞ୍ଜିରି ଥିଲା, ଶ୍ରୀହରି ଜନ୍ମିବା ମାତ୍ରେ ଆପେ ଫିଟି ଗଲା। ଦେବକୀ ବୋଇଲେ ବସୁଦେବଙ୍କ ଛାମୁରେ, ଏଘାନ୍ତି ପୁତ୍ର ଗୋଟିକ ବଢଇ ସୁନ୍ଦର। ଏଡେ ସୁନ୍ଦର ପୁତ୍ରକୁ କଂସ ଯେ ମାରିବ, ଭୂସ୍ୱାମୀ ଗୋଟିଏ କଥା ମୋର କି କରିବ। ଏ ପୁତ୍ର ଗୋଟିକ ମୋରେ ଏହି କ୍ଷଣି ନେଇ, ଗୋପନଗରେ ଯଶୋଦା ମନ୍ଦିରରେ ଦେଇ। ମୁହିଁ କହୁଅଛି ପୂର୍ବେ ସ୍ନାନର ବେଳେ, ଦୁହେଁ ପାଲଟା କରିବୁ ଆମ୍ଭର ଦୁଲ୍ହାଳେ। ସେ ଯାହା ଆଜି ପ୍ରସବ କରିଥିବ ପୁଣ, ତାହା ଘେନି ଆମ୍ଭ ସ୍ୱାମୀ ଯାଇନ ଏ କ୍ଷଣ। ଏହା ଶୁଣି ଶୁକଦେବ ବୋଲଇ ଉତ୍ତର, ଦେଖ ଦେଖ ସଖୀର ବନ୍ଧନ ଭିଡେ ମୋର। ଦେବକୀ ବୋଇଲେ ତୁମ୍ଭେ ହରି ନାମ ଧର, ବନ୍ଧନୁ ମୁକ୍ତି ନିଶ୍ଚୟ ହୋଇବ ତତ୍ପର। ଦେବକୀ ବାକ୍ୟ ସେ ସୁମରିଲେ ଚକ୍ରପାଣି, ନାମ ସ୍ମରତେ ବନ୍ଧନ ଫିଟିଲା ତତ୍କ୍ଷଣି। ଯେତେବେଳେ ଲୌହ ଫାସ ବନ୍ଧନ ଫିଟିଲା, ବସୁଦେବ ଦେବକୀକୁ ବଚନ ବୋଇଲା, କାହିଁରେ ରଖିବ ନେଇ ବାଳକ ନନ୍ଦନ, ବନ୍ଦୀ ଘରେ ଭିତରକୁ ଚାହେଁ ପୁଣ ପୁଣ। ଦେବକୀ ଦେଖିଲା ରତ୍ନମଣିରେ ନିର୍ମାଣ, ମାଣିକ ବୈଡୂର୍ଯ୍ୟ ହୀରା ତହିଁରେ ଖଞ୍ଜନ। ଯହିଁରେ ବିଜେ କରିବେ ପ୍ରଭୁ ଚକ୍ରପାଣି, ବିଶ୍ୱକର୍ମା ତାହା ଆଣି ଥୋଇଛି ନିର୍ମାଣୀ। କହି ମୁଁ ପାରିବି କିବା ନର ଦେହ ବହି, ଯେଉଁ ହରି ଚରାଚର ଅଛନ୍ତି ଭିଆଇ। ବସୁଦେବ ଖଟୁଲିକୁ ଦେଖିନ ବୋଲଇ, ବାଳକ ନନ୍ଦନ ଏଥି ନେବଇ ବସାଇ। ଦେଖିକରି ବସୁଦେବ ହରଷ ହୋଇଲା, ଶ୍ରୀକୃଷ୍ଣଙ୍କୁ ଖଟୁଲିରେ ବସାଇଣ ନେଲା। ଜନମ ନାଡ଼ ଲାଗିଛି କୃଷ୍ଣର ନାଭିରେ, ତାହା ସହିତ ନେଇ ପୁରାଇଲା ଖଟୁଲିରେ। ମନେ ଭାବେ କେମନ୍ତ ମୁଁ ହୋଇବି ବାହାର, ଦେଖକୁ ବଜ୍ର କିଳିଣ ପଡ଼ିଛି ଦୁଆର। ଦେବକୀ ବୋଇଲେ ତୁମ୍ଭ ସୁମର ହରିକି, ସମସ୍ତ କବାଟ ମାନ ଫିଟାଇବେ ହରି। ଦେବକୀ ବଚନେ ସ୍ୱାମୀ ଚିନ୍ତେ ଚକ୍ରଧର, ସମସ୍ତ କବାଟ ମାନ ଫିଟେ ବଡ଼ ବଡ଼। ଶ୍ରୀକୃଷ୍ଣଙ୍କ ମସ୍ତକରେ ଘେନିଣ ବାହାର, ହୁଅନ୍ତେ ଦେବତା ମାନେ ଦେଖିଲେ ସ୍ୱର୍ଗର। ଶିର ପରେ ବସୁଦେବ ଘେନନ୍ତେ ଅନନ୍ତ, ଫିଟିଗଲା ଦ୍ୱାର ମାନ ଅନନ୍ତେ ତୁରିତ। ଦ୍ୱିତୀୟ ପ୍ରହର ହେଲା ଅଛଇ ରଜନୀ, ବରଷକେ ଜଳ ବିନ୍ଦୁ ବିନ୍ଦୁ ଘନ ପୁଣି। ଆବର୍ତ୍ତକ ସମ୍ବର୍ତ୍ତକ ତୃଣ ଯେ ପୁଷ୍କର, ଚାରି ମେଘ ଘୋଟିଅଛି ମଥୁରା ନଗର। ଜୀବଜନ୍ତୁ ମାନଙ୍କର ଆତଯାତ ନାହିଁ, ସମସ୍ତେ ଅଚେତ ଭାବେ ଅଛନ୍ତି ଯେ ରହି।
ଏହିପରି ଅନ୍ଧକାର ଘଟିଛି ଜାମିନି, କାହାରି ଅଙ୍ଗ କାହାକୁ ନତି ସଇ ପୁଣି। ଏମନ୍ତ ସମୟେ ବସୁ ଦେବ ବାହାରିଲେ, ବାହାରରେ ଛିଡ଼ା ହୋଇ ଦିଗ ସ୍ଥିର କଲେ। ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣଟି ପୁଣ, ଅଗ୍ନି ଈଶାନ୍ୟ ନୈଋତ ବାୟୁବେୟ କୋଣ। ଏହି ଦିଗ ଦିଗ ମାନ ଯାକୁ କିଛି ଦିଶୁନାହିଁ, ଦେଖି କରି ବସୁଦେବ ମନେ କଲା ଭୀତି। ପଥ ନଦୀ ସଇ ମତେ ମୁଁ କେମନ୍ତ ଯିବଇ, ଏ ବାଳକ ନନ୍ଦନକୁ କାହାକୁ ବା ଦେବି। ଏହା ବୋଲି ବସୁଦେବ କରଇ ବିଚାର, ଏ ବାଳକ ଗୋଟି କୁମ ରଖ ଚକ୍ରଧର। ଏମନ୍ତ ସେ ବସୁଦେବ କରଇ ଗମନ, ଝିପି ଝିପି ବର୍ଷା ପୁଣି ବିଦ୍ୟୁ ଘନ ଘନ। ସେ ବିଜୁଳି ପଥ ନେଉ ଅଛି କଢାଇଣ, ବସୁଦେବ କଥା ଜାଣିଲେ କ ଜନାର୍ଦ୍ଦନ। ମାୟାବୀ ପୁରୁଷ ଅଟନ୍ତି ତ ଭଗବାନ, ଯାର ମାୟା ଦେବତାଙ୍କୁ ଜଣା ନୁହେଁ ପୁଣ। ଛାର ବସୁଦେବ ମାୟା କେମନ୍ତ ଜାଣିବ, ଆପଣାର ପୁତ୍ର ବୋଲି ଜାଣିଅଛି ଧ୍ରୁବ। ଯତନରେ ବସୁଦେବ ଅଛଇ ମୁଣ୍ଡାଇ, ଧୀର ଧୀର ଚଳୁଅଛି ପହଣ୍ଡି ବଣାଇ। ଯେଉଁ ଖଟୁଲିକୁ ବିଶ୍ୱକର୍ମା ନିର୍ମାଣିଲେ, 14 ମନୁରେ ତାହା ସମ୍ପୂର୍ଣ୍ଣ ହୋଇଲା। ହୀରା ଲୀଳା ଯେ ମାଣିକ୍ୟ ମରକତ ବୈଡୂର୍ଯ୍ୟ, କହି ହେବାରୁ ନୁହଁଇ ସଭିଙ୍କର ତେଜ। ନାନା ବିଧି ରତନରେ ମଣ୍ଡିତ ଖଟୁଲି, ସେ ଖଟୁଲିରେ ବିଜୟ ଦେବ ବନମାଳୀ। ବିଶ୍ୱକର୍ମାର ଖଟୁଲି ଦେବେ ଅଗୋଚର, ବସୁଦେବ ଯେ ଖଟୁଲି ଘେନିନ ଶିରର। ବସୁଦେବ ଶିରେ ଘେନି କରଇ ଗମନ, ଅନନ୍ତ ଯେ ଛତ୍ର ପରି ହେଲା ତତକ୍ଷଣ। ଦେବଲୋକେ ଛନ୍ତି ଆକାଶରେ ଛତ୍ର ଘେନି, ଚକ୍ର ପାଣିକୁ ଦେଖନ୍ତି ଶୂନ୍ୟେ ଥାଇ ପୁଣି। 33 କୋଟି ଦେବତା ଗଗନେ ଅଛନ୍ତି, କୃଷ୍ଣ କୃଷ୍ଣ ବୋଲି ଦେବ ସନ୍ନିଧେ ଡକନ୍ତି। ଶୁକ ମୁନିଙ୍କୁ କହନ୍ତି ଚାହିଁ ନୃପବର, ଭୌମୁନି କହିବା ମତେ ହରିବଂଶ ସାର। ମୁହିଁ ଏକା ପୁଛିବାକୁ ନୁହଁଇ ଭାଜନ, ଶ୍ରୀହରିଙ୍କ ବିଷୟଟି ଅତୀବ ଗହନ। ବୋଲଇ ଯେ ଦେବ ଥିଲେ କଂସ ସନ୍ନିଧାନ, କାହିଁ ପାଇଁ ଚକ୍ର ଦେଲେ ପ୍ରଭୁଙ୍କୁ ଗଗନେ। ଏକଥା କହିବ ମତେ ସୁଜ୍ଞ ମୁନିବର, ଦେବଗଣ କେହ୍ନେ ମିଳିଲେ କ ଗଗନର। କହନ୍ତି ଯେ ଶୁକ ମୁନି ପରୀକ୍ଷ ଆଗରେ, ଶ୍ରୀହରିଙ୍କ କଥା ଶୁଣି ପାପ କର ଦୂରେ। ଶୁଣ ହୋ ପରୀକ୍ଷ ତୁମ୍ଭେ ଏହି କଥା ମାନ, ସମସ୍ତ ଖଟିଣ ଥିଲେ କଂସ ସନ୍ନିଧାନ। ଏକାଳେ ବ୍ରହ୍ମା ବୋଇଲେ ଇନ୍ଦ୍ରର ଆଗରେ, ଆଜ ନିଶାର୍ଦ୍ଧେ ଜନ୍ମିବେ ଦେବ ଚକ୍ରଧରେ। ତାହା ଶୁଣି ପୁରନ୍ଦର ସନ୍ତୁଷ୍ଟ ହୋଇଲା, ଦେବତାଙ୍କୁ ନେଇଣ ସେ ଛତ୍ର ଯୋଗାଇଲା। ନିଦ୍ରା ଘଟିଥିବା ଯୋଗୁ ମଥୁରା ନଗର, ତେଣୁ କରି ଗଲେ ସିନା ଗଗନ ମଣ୍ଡଳ। ଶୁଣିଣ ପରୀକ୍ଷ ରାଜା ଆନନ୍ଦିତ ହେଲା, ଶୁକ ମୁନି ଚରଣରେ ପ୍ରଣିପାତ କଲା। ବସୁଦେବ ଶ୍ରୀକୃଷ୍ଣଙ୍କୁ ଘେନି ମସ୍ତକରେ, କାହିଁ ଘେନି ଗଲା ମତେ କହ ମୁନିବର। ବସୁଦେବ ଶ୍ରୀକୃଷ୍ଣଙ୍କୁ ମୁଣ୍ଡାଇ ଶିରରେ, ଥିରି ଥିରି ହୋଇ ସେହୁ ଗମଇ ଦାଣ୍ଡରେ। ଅନନ୍ତ ସମୟ ଉଗ୍ରସେନ ମହାବୀର, ବସୁଦେବ ଆଗେ ଆସି ମିଳିଲା ସତ୍ୱର। କଂସ ତାକୁ ଦଣ୍ଡୁ ଆସି କରିଛି ନିଯୁକ୍ତ, ମଥୁରା ନଗରେ ତୁହି ବୁଲିବୁ ସତତ। ବନ
ବନ ଘର ଦ୍ୱାର ନିର୍ବନ୍ଧରେ ଜଗିଥିବୁ, ଚଳାଚଳ ବାରତା ତୁ ସଭିଙ୍କ ବୁଝିବୁ। କଂସର ବଚନେ ଉଗ୍ରସେନ ମହାବୀର, ରାତ୍ର କାଳେ ଭ୍ରମୁଥିଲା ସେହି ନଗରର। ସର୍ବେ ଅଚେତନ ରହିଛନ୍ତି ନିଦ୍ରା ବଳେ, ଏକା ସେ ଜାଗ୍ରତ ଅଛି ସେହି ନଗରରେ। ଖଡ଼ଗ ଗୋଟାଏ ଘେନି ଆପଣା ହସ୍ତରେ, ଉପସ୍ଥିତ ହେଲା ଆସି ବନ୍ଦୀ ଘର ଦ୍ୱାରେ। ଧୀରେ ଧୀରେ ଉଗ୍ରସେନ କରିଛି ଗମନ, ଏ ସମୟେ ବସୁଦେବ ଭେଟିଲା ବହନ। ମହା ଅନ୍ଧକାର ହୋଇ ଅଛଇ ରଜନୀ, ଗୋପକୁ ଯାଉଅଛନ୍ତି ପ୍ରଭୁ ଚକ୍ରପାଣି। ବସୁଦେବ ଦେଖି ଦଣ୍ଡୁ ଆସି ପଚାରିଲେ, ତୁମ୍ଭେ କିଏ ମହାମତା ମହାତ୍ମା ବୋଲି ନ ବୋଇଲେ। ଏଡ଼େ ନିଶା କାଳେ ତୋର ଗମନ କି ପାଇଁ, ଆରେ ଆରେ ବୋଲି ତାକୁ କୋପରେ ଡାକଇ। କଂସର ଆଦେଶ ତୁ କି ଜାଣି ନାହୁଁ କରିନେ, ଦେବଗଣ ଖଟିଛନ୍ତି ଯାର ସନ୍ନିଧାନେ। ଯାହାର ଭୁବନ ଜମା ପଶି ନ ପାରଇ, ମହାବଳବନ୍ତ କଂସ ନୃଶଂସ ଅଟଇ। ତାହାର ରାଜ୍ୟରେ ତୁହି ଏ ନିଶା କାଳରେ, ଆରେ ମୋ ପାମର ମୂଢ଼ ଯାଉଅଛୁ ବଳେ। ତୋତେ ଧରି ନେଇ ଦେବି କଂସର ଛାମୁରେ, ଯାହା ଇଚ୍ଛା ଯା କରିବ ମୁହିଁ ହେବି ପାର। ୟା ବୋଲି ଖଡ଼ଗ ଦେଖାଏ କ୍ରୋଧେ ଉଗ୍ରସେନ, ଦେଖି କରି ବସୁଦେବ ହେଲା ଛନ୍ନ ଛନ୍ନ। ବିନୟ ଭାବ ବହିନ ବୋଲେ ବସୁଦେବ, ରାତ୍ର ପାହିଲେ ବୋଲି ନ ଯାଏ ଯଥା ଠାବ। ଏ କାଳ ନନ୍ଦନ ତ ଜନମ ବୋଇଲା, ଏହି ବିପଦରୁ ମୋତେ ରଖ କହିଲା। ନ ଜାଣି ନ ଯେବେ ମୁହିଁ ହୋଇଲି ବାହାର, ଏକବାରକ କୃପା କର ଏ ମୋତେ କ୍ଷମା କର। ଦୁଃଖରେ କାତର ହୋଇ ବୋଲଇ ବଚନ, ଉଗ୍ରସେନ ତାହା ଶୁଣି କୋପେ କହେ ପୁନଃ। ଇଷ୍ଟ ଦେବତାକୁ ତୁହି ସ୍ମରଣ ପାମର, କଂସର ଛାମୁରେ ଦେବ ଅସତ୍ୟ ମୋହର। ଏହି କଥା ତୋତେ ଯେବେ ଜାଣିବ ଅସୁର, ଆହେ ବସୁଦେବ ତୋର ନ ରହିବ ଶିର। ପାପ ପୁଣ୍ୟ ବିଚାର ତ କିଛି ନାହିଁ ତାର, ବାହୁଡ଼ିଣ ବେଗେ ଯାଅ ପୋଷବନ୍ଦୀ ଘର। କୋପେ ଉଗ୍ରସେନ ହୋଇ ଅଛି ଖଡ୍ଗଧାରୀ, ବସୁଦେବ ସ୍ମରଣେ ଯେ ପଶିଲା ତାହାରି। ବସୁଦେବ ମନେ ମନେ ଆକୁଳ ହୁଅଇ, ଦେବକୀ ବଚନ କି ପାଇଲଇ ମୁହିଁ। ଏହାର ପର ପୁତ୍ରକୁ କଂସ ଯେ ମାରିବ, ଦ୍ରୁମିଲା ନନ୍ଦନ ନିଶ୍ଚେ ମୋତେ ନ ରଖିବ। ଉଗ୍ରସେନ ନିକଟରେ କହେ ବସୁଦେବ, ରଖ ରଖ ବୋଲି ଉଚେ ଦେଲା ଦଇରାବ। କଂସର ଛାମୁର ତୋତେ ଧରିଣ ନେବଇ, ଏମନ୍ତ ବୋଲିଣ ଉଗ୍ରସେନ କଟାଳଇ। ପୁଣି ବସୁଦେବକୁ ବୋଲଇ ଉତ୍ତର, ଜାଣିଲେ ରଖିବେ ନାହିଁ ମୋତେ କଂସାସୁର। ଅଧୀନରେ 84 ସହସ୍ର ବରଷ, 33 କୋଟି ଦେବତା ଛନ୍ତି ଉପବାସ। ଯାହାର ଭୟରେ ଦେବ ସହି ନ ପାରନ୍ତି, ପ୍ରାଙ୍ଗଣ ଦଳରେ ସର୍ବେ ଛିଡ଼ା ହୋଇଛନ୍ତି। ଏମନ୍ତ ପ୍ରତାପ ତାର ରଖିବି କେମନ୍ତ, ଧରି ଘେନି ଯିବି ତୋତେ କଂସର ଉଗ୍ରତ। ଅପାର ପ୍ରତିଜ୍ଞା ଜୟୁ କରେ ଉଗ୍ରସେନ, ଆସି ବନ୍ଦୀ ଯିବ ତୋତେ କଂସ ସନ୍ନିଧାନ। ଏହା ଶୁଣି ବସୁଦେବ ଦେହେ ପ୍ରାଣ ନାହିଁ, କାତର ଡାକିଲା ମୋତେ ରଖ ଭାବଗ୍ରାହୀ। ଆହା ବାଳା ପୁତ୍ର ଗୋଟି ଅଟୁରେ ସୁନ୍ଦର, କେମନ୍ତେ ତୋତେ ମାରିବ କଂସ ନୃପବର। ସୁନ୍ଦର କୁମାର ମୋର ଏ କୁମର ମଣି, ଏହି କୁମାରକୁ ରକ୍ଷା କର ଚକ୍ରପାଣି। କେଉଁଠାରେ ଅଛୁ ତୁହି ଦେବ ବନମାଳି, ଏ ସଂକଟ କାଳେ ମୋତେ ରଖ ବିମ୍ବାଧାରୀ। ଆକୁଳରେ ବସୁଦେବ
কৃষ্ণ নাম স্মরি রক্ষা কর দেব নর হরি সর্বজ্ঞ পুরুষ অটন্তি তো দামোদর বসুদেবর আকুଳ জানি তৎপর ସମସ୍ତ ଉପରେ ଅଛି ବିଜେ କରିଛନ୍ତି ପ୍ରଭୁ ବସୁଦେବ ମାୟା କଲେ ଦେବନର ହରି ପିତାର ଆରତ ଦେଖି ଦେବ ଚକ୍ରଧର ଉଗ୍ରସେନକୁ ଆଦେଶ ଦିଅନ୍ତି ଶୂନ୍ୟର ଦଣ୍ଡୁ ଆସି ବସୁଦେବ କଟାଳିବା ବେଳେ ଶିରେ ଥାଇ ଆଦି ମୂଳ କହନ୍ତି ଚଞ୍ଚଳେ ଆହେ ଉଗ୍ରସେନ ତୁଇ ନଚିନିଲୁ ମତେ କଂସବଧ ନିମନ୍ତେ ମୁଁ ଜନ୍ମି ଅଛି ମର୍ତ୍ତେ ଏବେ ଆମ୍ଭେ ଯାଉଅଛୁ ଗୋପନଗ୍ର ଯାଇ କିଛି ଦିନ ନନ୍ଦ ଘରେ କରିବୁ ରହିବୁ ନିଶ୍ଚୟ ଅଷ୍ଟବରଷ ରହିବୁ ସେହି ଗୋପପୁରେ ଅଷ୍ଟମଲ ମାରି ବିନାଶିବୁ କଂସାସୁର ଦେବତା ମାନଙ୍କୁ ଆମ୍ଭେ ଉଦ୍ଧାର ନିମନ୍ତେ କଂସବଧ ଉଦ୍ଦେଶ୍ୟରେ ଯାଉଛୁ ତୁରିତେ ନନ୍ଦର ମନ୍ଦିର ଆମ୍ଭେ ଦିନ ବଞ୍ଚୁଥିବୁ ଦହି ଦୁଧ ଲବଣୀ ଯେ ଅନେକ ଭକ୍ଷିବୁ ଆହେ ଉଗ୍ରସେନ ଆଉ କଟାଳ ନ କର ଆମ୍ଭେ ଶୁଭେ ପ୍ରବେଶିବୁ ନନ୍ଦର ମନ୍ଦିର ଆହେ ଉଗ୍ରସେନ ଆମ୍ଭେ କଟୁଚକ୍ର ଧାରି ଏମନ୍ତ ଆଦେଶ ଦେଲେ ରହିଣ ଶୂନ୍ୟରେ ଏହା ବୋଲି ଶଙ୍ଖ ଚକ୍ର ଗଦା ଚତୁର୍ଭୁଜ ଉଗ୍ରସେନ ଦେଖିଦେଲେ ହୋଇଲେ ସେ ରାଜ ଆକାଶକୁ ଅନାଇଲେ ଦେବ ଚକ୍ରଧର ଦେବ ଦେଲେ ରତ୍ନ ପାଟ ଶ୍ରୀହରିଙ୍କ କର ହସ୍ତେ ଶାଢ଼ୀ ଘେନି ବୋଇଲେ ଚକ୍ର ପାଣି ଆଜ୍ଞା ଦେଲେ ତାହାକୁ ଯେ ହୁଅ ନୃପମଣି ବହୁତ ଦୁଃଖ ପାଇଲୁ ଭଣୀ ଚକ୍ରଧର ଆଜିଠାରୁ ମଥୁରାରେ ହେଲୁ ଦଣ୍ଡଧର ଦେଖିଣ ଉଗ୍ରସେନ ହେ ପାଦ ପଦ୍ମେ ପଡ଼ି ତ୍ରାହି ତ୍ରାହି ବୋଲିଣ ସେ କର ପତ୍ର ଯୋଡ଼ି ଶଙ୍ଖ ଚକ୍ର ଗଦା ପଦ୍ମ ଦେଖିଣ ଶ୍ରୀହରି ଅନେକ ବିନୟ କରି କହେ ଦାମୋଦର ଜୟ ତୁ ନାରାୟଣ ହେ ଦେବ ଚକ୍ରଧର ଜୟ ତୁ ସ୍ୱାମୀ ଅନନ୍ତ ଶରୀର ଶଙ୍ଖାସୁର ଦୈତ୍ୟକୁ ହେଳେ କରୁ ନାଶ ଜୟ ତୁ ଦେବ ଦେବ ହୃଷିକେଶ ଭକତ ବତ୍ସଳ ବାନା ଅଟୁ ଦଇତାରି ତେଣୁ ନାରାୟଣ ନାମ ବହିଲୁ ଶ୍ରୀହରି ଅନନ୍ତ ସତ୍ୟ ଯୁଗରେ ନାଭି ଦୈତ୍ୟ ମାରି ସେଇ ହେତୁ ନାମ ତୋର ହେଲା ଦଇତାରି ଜୟ ତୁ ଆଦି କନ୍ଦ ଜୟ ତୁ ମୁକୁନ୍ଦ ପରମ ଦୟାଳୁ ଯୁଗେ ତୁ ପରମାନନ୍ଦ ଜୟ ତୁ ପ୍ରଭୁ ଅନାଦି ମୁରାରି ତୋର ନାମ ଧରି ଭବୁ ଜାନ୍ତି ହୋ ତରି ଜୟ ତୁ ସ୍ୱାମୀ ଆହେ ପୁରୁଷ ପ୍ରବର ଜୟ ତୁ ସ୍ୱାମୀ ଭକତ ଦୂର କର ପତ୍ର ଯୋଡ଼ି ଉଗ୍ର ସେନ ସ୍ତୁତି କରି ତୁ ଶରଣ ଦାତା ଅଟୁ ପ୍ରଭୁ ନର ହରି ଶରଣ ରକ୍ଷଣ ନାଥ ଶରଣକୁ ଆସ ଶ୍ରୀହରି ନାମ ସୁମରେ ନାରାୟଣ ଦାସ ହରି ବୋଲ।